ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଦ ପ୍ରଥମ ଅଧ୍ୟାୟ ଶ୍ରୀଶୁକବାଚ। ଏବେ ହ ଶୁଣ ନୃପମଣି ହରିଚରିତ ସାଧୁବାଣୀ। ଜନ୍ମ ବାସନା କର୍ମ ଫଳେ ପ୍ରାଣୀ ବୁଝନ୍ତି ମୋହି ତଳେ। ସପ୍ତମ ସ୍କନ୍ଧେ ଭାଗବତ କହିବା ଶୁଣ ଏକ ଭାଗବତେ କହିବା ଶୁଣ ଏକ ଚିତେ। କର୍ମ ବାସନା ରୂପ ଧରି ବେନି ପ୍ରକାରେ ସେ ସଞ୍ଚରି ଶୁଭ ଶୁଭ ବେନି ପଦେ ପ୍ରକାଶ କରେ ହେତୁ ବେଦେ। ମହତ ଅପମାନ କୋପେ ଯାନ୍ତି ସେ ଆପଣା ସମୀପେ। ପୁଣି ମାଗନ୍ତି ଅନୁଗ୍ରହ ସେ ଯେ କର୍ମ ଶୁଭ ଫଳ ବହେ। ଶୁଣ କହିବା ପ୍ରିୟ ଭାବେ ଯେ ଯହିଁ ଯେ ମନ୍ତ ପ୍ରସ୍ତାବେ। ବୈକୁଣ୍ଠେ ହରିଦ୍ୱାର ପାଳେ ଜୟ ବିଜୟ ମହାବଳେ। ସେ ଦୁଇ ଭାଇ ହରିଦ୍ୱାରେ ଖଟନ୍ତି ସେବାନୁସାରେ। ତପୀମାନଙ୍କ କୋପ ଫଳେ ଜନ୍ମିଲେ ଅସୁରଙ୍କ ମେଳେ। ବ୍ରାହ୍ମଣ ଅପରାଧ କରି ଜନ୍ମ ଲଭିଲେ ଦେହ ଧରି। ଅସୁର ବଂଶେ ଅବତାର ହିରଣ୍ୟକଶିପ କୁମର। ସେ ପ୍ରହ୍ଲାଦ ନର ଦେହେ ନାରଦ ମୁନି ଅନୁଗ୍ରହେ। ଶ୍ରୀକୃଷ୍ଣ ଚରଣ କମଳେ ନିଶ୍ଚଳେ ଭଜି ଯୋଗ ବଳେ। ଜନ୍ମ ବାସନା ହେତୁ ଧରି ବିଷ୍ଣୁ ଭକତି ହେତୁ କରି। ବିଷ୍ଣୁ ଭକତ ହୋଇ ଯେବେ ଭକତି କରେ ସେଇ ଭାବେ। ତାହାଙ୍କୁ ରଖେ ଭଗବାନ ନ ସହେ ଭକ୍ତ ଅପମାନ। ଜୟ ବିଜୟ ବେନି ଭାଇ ଅସୁର କୂଳେ ଜନ୍ମ ହୋଇ। ହରିଙ୍କି ଅପରାଧ କଲେ ତୃତୀୟ ଜନ୍ମେ ନିସ୍ତରିଲେ। ଏଣୁ ପଣ୍ଡିତ ପ୍ରାଣୀମାନେ ମାଗନ୍ତି ଅନୁଗ୍ରହ ଧ୍ୟାନେ। ଯତ୍ନ କରିଣ ନିରନ୍ତରେ ଆତ୍ମାକୁ ଆପଣ ଉଦ୍ଧରେ। ଭାବ ମୁନିଗଣ ଚିନ୍ତି ଭବସାଗର ଉତରି ଯାନ୍ତି। ଏ ଆଦି ଗ୍ରନ୍ଥେ ତୋତେ କହି ଶୁଣ ପରୀକ୍ଷ ମନ ଦେଇ। ଅସୁର କୂଳେ ଦେହ ବହି ଜୟ ବିଜୟ ବେନି ଭାଇ। ବିଷ୍ଣୁ ବୈରୀ ନିରନ୍ତରେ ସ୍ୱଭାବେ ଅସୁର ବ୍ୟବହାରେ। ତାହାଙ୍କ କୂଳେ ପ୍ରହ୍ଲାଦ ହରିଭକତ ମଧ୍ୟ ଭେଦ। ଏ ପିତା ପୁତ୍ର ମଧ୍ୟ ଗତେ ଗୁଣ ବାସନା ଅନୁମତେ। ମହାନ୍ତ କୋପ ଅନୁଗ୍ରହେ ବାସନା ଭେଦ ଏ ସଂଶୟେ। ବାସନା ବଳେ କର୍ମଜାତ ହରଇ ପ୍ରାଣୀଙ୍କର ଚିତ। ଏ ପଞ୍ଚ ପ୍ରସ୍ତାବ କାରଣ ଧର୍ମ ନିୟମ କଥା ଶୁଣ। ପ୍ରଥମ ଅଧ୍ୟାୟର ପ୍ରସ୍ତାବେ କହିବା ପିତା ପୁତ୍ର ଭାବ। ହିରଣ୍ୟକଶିପୁ କୁମର ବିଷ୍ଣୁ ଭକତ ମଧ୍ୟ ବର। ବ୍ରାହ୍ମଣ ଶାପ ବେନି ଭାଇ ଅସୁର ରୂପେ ଜନ୍ମ ହୋଇ। ଇନ୍ଦ୍ରର ଅର୍ଥେ ଭଗବାନ ଅସୁର କରିବେ ନିଧନ। ଏଣୁ କଶ୍ୟପ ଗୃହ ନାରୀ ସେ ଦିତି ମନେ କୋପ କରି। ପୁତ୍ରଙ୍କ ମରଣ ବିଶ୍ୱାସେ ନିର୍ଘାତ ରବେ ଦଶ ଦିଶେ ମନ୍ତ। ମୁନିବାକ୍ୟ ଶୁଣି କୁଳ ବୋଲେ ସାନନ୍ଦ ନୃପମଣି। ଭମୁନି ଶୁଣ ମୋ ବଚନ ପରୀକ୍ଷିତ ବାଚ। ଭମୁନି ଶୁଣ ମୋ ବଚନ ଯେ ହରି ସର୍ବଭଟେ ସମ ପ୍ରିୟ ସୁହୃଦ ପ୍ରାଣୀଙ୍କର ବିଶେଷ ଶରଣ ସୁଦର। ସେ କିମ୍ପା ଇନ୍ଦ୍ରଙ୍କ ବୋଲରେ ନିର୍ଦ୍ଦୟ ଅସୁର ସଂହାରେ। ବିଷମ ମତ ଏହାଙ୍କର ଯେ ହରି ଭକତ ସୋଦର। ସୁରଗଣଙ୍କ ନିମନ୍ତରେ ବିଷ୍ଣୁର ପ୍ରାୟ କର୍ମ କରେ ସେ। ଯେ ହରି ସର୍ବଜୀବପତି ସେ କିମ୍ପା ବିଚାରେ ଅନୀତି। ଅଶେଷ ଜନ୍ତୁ ହୃଦେ ଠାଇ ଅନ୍ତର ସମସ୍ତେ ଦେଖଇ ଆତ୍ମାର ନିସ୍ତାରଣ କରେ। ସେ କିମ୍ପା ଭେଦକୁ ବିଚାରେ। ଦେବ ଅସୁର ତାର ଦେହି ସମ ବିଷୟ ତାର ନାହିଁ। ସ୍ୱଭାବେ ତ୍ରିଗୁଣ ଶରୀର ସେ ନିରଞ୍ଜନ ନିର୍ଗୁଣ ସତ୍ୟ ଦେବ ବେଦପତି ସକଳ ଭୂତେ ତାର ସ୍ଥିତି। ଏଣୁ ଗୋବିନ୍ଦ ଗୁଣ କର୍ମେ ସଂଶୟ ମୋର ମତି ଭ୍ରମେ। ପୂଜଇ ଚରଣେ ତୁମ୍ଭର ମୋର ସଂଶୟ ଦୂର କର। ଶ୍ରୀଶୁକବାଚ। ଭ ନୃପ ତୋର ସାଧୁ ବାଣୀ ତୁଜେ ପଚାରୁ ପରିମାଣୀ। ଅଦ୍ଭୁତ ବିଷ୍ଣୁର ମହିମା କେ ଜାଣି ପାରେ ଗୁଣ ସୀମା। ଏ ଗ୍ରନ୍ଥ ଭାଗବତେ ପୁଣ ଏ ବିଷ୍ଣୁ ଭକତି ଲକ୍ଷଣ। ପରମ ପୁଣ୍ୟ ହେତୁ ବାଣୀ ଯେ ଶୁଣେ ଯେବା ମୁଖେ ଭଣି। ନାରଦ ଆଦି ମୁନି ଗଣେ ଯାହା ଭଜନ୍ତି ଅନୁକ୍ଷଣେ। ବ୍ୟାସ ଚରଣେ ସେ ବି ମୁହିଁ କହିବି ଯାହା ମୁଁ ଜାଣଇ। ସେ ହରି ସ୍ୱଭାବେ ନିର୍ଗୁଣ ପ୍ରକୃତି ପରମ କାରଣ। ସ୍ୱଭାବେ ସର୍ବଗୁଣ ପର ବ୍ରହ୍ମା ଶଙ୍କରେ ଅଗୋଚର। ସେ ମାୟା ଗୁଣେ ଆଶ୍ରା କରି ବାଧିକ ରୂପ ଧରି। ସେ ସତ୍ତ୍ୱ ରଜ ତମ ଗୁଣ ପ୍ରକୃତି ଏହାଙ୍କ ପ୍ରମାଣ। ଆତ୍ମାର ଗୁଣ ଏ ନୁହନ୍ତି ପ୍ରକୃତି ରୂପେ ପ୍ରକାଶନ୍ତି। ଉଦୟ ଅସ୍ତ ଏକା ବଳେ ନୁହନ୍ତି ସୂଚି ସଙ୍ଗ ମେଳେ। ସୃଷ୍ଟି ପାଳନ କାଳେ ହରି ସତ୍ତ୍ୱ ଗୁଣକୁ ଆଶ୍ରା କରି।
ଦେବତା ଋଷି ରୂପ ହୋଇ ସ୍ୱଧର୍ମେ ସୃଷ୍ଟିକୁ ପାଳଇ ରଜଗୁଣକୁ ଆଶ୍ରା କରି ଅସୁର ଗୁଣକୁ ନିସ୍ତାରି ଯକ୍ଷ ରାକ୍ଷସ ତମ ଗୁଣେ ରଜର କାଳର ପ୍ରମାଣେ ଜ୍ୟୋତି ପ୍ରକାଶେ ଆକାଶେ ପ୍ରକାଶ ଇ ବିଚାରେ କାହିଁ ନ ମିଳଇ କାଷ୍ଠ ସଂଯୋଗ ଅଗ୍ନି ଯେନେ ଜଳେ ବାୟୁ ସଞ୍ଚାର ସ୍ଥାନେ ଆକାଶ ଯେନେ ଜଳ ଘଟେ ତେମନ୍ତ ରୂପ ସେ ପ୍ରକଟେ ମାୟରେ ନାନା ରୂପ ହୋଇ ସେ ମାୟା ତାକୁ ନ ଲାଗଇ ଏହା ବିଚାରି ମୁନି ଜନେ ଆତ୍ମାକୁ ଆତ୍ମାନୁମାନେ ସଂଶୟନ କରନ୍ତି ମନେ ହରି ବିଷୟ କ୍ରୀଡ଼ା ସ୍ଥାନେ ସେ କାଳେ ମାୟା ଯୋଗ ଅର୍ଥେ ପୁରୁଷ ଜୀବ ହି ମତେ ରଜଗୁଣରେ ସୃଷ୍ଟି କରେ ସତରେ ବ୍ରହ୍ମରୂପ ଧରେ ବେଦାଦି ଯୋନି ଦେହ ମଧ୍ୟ କ୍ରୀଡ଼ା କରଇ ସେ ବୋଧେ ରମିମା ଅର୍ଥେ ଭାବଗ୍ରାହୀ ଅଶେଷ ଜନ୍ମ ହୃଦେ ସେଇ କ୍ରୀଡ଼ାର ଅନ୍ତେ ଯେ ଆପଣ ସୃଷ୍ଟି ସଂହାରେ ତମ ଗୁଣ ସେ ପୁଣି ସୃଷ୍ଟି କାଳେ ହରି ଜୀବ ପ୍ରକୃତ ରୂପ ଧରି ପ୍ରଧାନ ପୁରୁଷ ଏବେନି ନିମନ୍ତେ ତାଙ୍କୁ ସଙ୍ଗେ ଗେନି ତାଙ୍କ ଆଶ୍ରୟ ସଙ୍ଗ ମିଳେ ଭିଆଏ ନିମିଷାଦି କାଳେ ସେ କାଳ ହରି ଆଜ୍ଞା ଘେନି ପ୍ରଧାନ ପୁରୁଷ ଏବେନି ଉଭୟ ମତେ ନାନା ଗୁଣ ସୁଜଇ ସଂସାର କାରଣ ସେ ହରି କାଳ ରୂପ ଧରେ ସ୍ୱାତିକ ଦେବକୁ ଧରେ ଦେବଙ୍କ ପ୍ରିୟ କର୍ମ କରେ ଅସୁର କୂଳକୁ ସଂହାରେ ଏଣୁ ସେ ପ୍ରଭୁ ଭଗବାନ ନିର୍ଲୋଭ ପ୍ରଭୁ ଉପାଦାନ ରଜ ତାମସ ଗୁଣ ଯେତେ ତାଙ୍କୁ ସଂହାରେ ଅବିରତେ ଏବେ ଶୁଣ ନରନାଥ ବିଷ୍ଣୁ ଚରିତ ଭାଗବତ ତାହାଙ୍କ ମହିମା ବିଶେଷ ଶୁଣ କହିବା ଇତିହାସ ରାଜୁଷୀ ଯଜ୍ଞ ସଭା ହନ୍ତେ ଧର୍ମ ନନ୍ଦନର ଗ୍ରତେ ନାରଦ ମୁନି ଯାହା କହି ସେ ସଭା ମଧ୍ୟ ପାଞ୍ଚ ଭାଇ ଦେବକୀ ନନ୍ଦନର ତୁଲେ ରାଜା ମୁନିଙ୍କୁ ପଚାରିଲେ ସେ ସଭା ମଧ୍ୟ ଧର୍ମ ବଳା ନୟନେ ଅଦ୍ଭୁତ ଦେଖିଲା ପଶୁପାଳର ଶିଶୁପାଳର ପଞ୍ଚ ପ୍ରାଣ ଗୋବିନ୍ଦେ ପଶିଲା ଶରଣ ସଭାଜନଙ୍କ ଦୃଷ୍ଟି ଆଗେ ଯେନେ ବିଜୁଳି କଳା ମେଘେ ଯୁଧିଷ୍ଠିର ଉବାଚ ଭୋମୁନି ଦୁର୍ଲଭ ଏ କଥା ଶୁଣି ମୋ ମନେ ଗୁରୁ ବ୍ୟଥା ଅଷ୍ଟାଙ୍ଗ ଯୋଗେ ମୁନି ଗଣ ଚିନ୍ତନ୍ତି ଯାହା ଗୋଚରଣ ଏକାଥ ଭକ୍ତି ଯୋଗ ଚିନ୍ତି ଯା ରୂପେ କେହି ନ ଦେଖନ୍ତି ଦେବ ଦାନବେ ଗୋଚର ଯେ ବ୍ରହ୍ମ ନିତ୍ୟ ନିରାକାର ଏ ଦଶ ଘୋଷର କୁମର ସ୍ୱଭାବେ ଦୁଷ୍ଟ ଦୁରାଚାର କୃଷ୍ଣ ଅନେକ ନିନ୍ଦା କଲା ସେ କିମ୍ପା କୃଷ୍ଣଙ୍କୁ ପାଇଲା ଏ ସଭା ଲୋକ ମଧ୍ୟ ମୁଁ ହିଁ ତୁମ୍ଭର ଛାମୁରେ ପୂଜଇ କହ ଏ କେବଳ କାରଣ ସକଳେ ଶୁଣନ୍ତୁ ପ୍ରମାଣ ବିଷ୍ଣୁଙ୍କୁ ଦୁଷ୍ଟଜନ ମେଳେ ଯେବା ନିନ୍ଦନ୍ତି ଜ୍ଞାନ ଭୋଳେ ସେ ପ୍ରାଣୀ ନରକେ ପଡ଼ନ୍ତି ମହାନ୍ତେ ମନ୍ତ କହନ୍ତି ସେ ଦମ ଘୋଷ ସୁତ ବାଣୀ ସଭାରେ ଦନ୍ତ ବକ୍ର ଶୁଣି ସେହି ଅନେକ ନିନ୍ଦା କଲା ମୋତେ ଯେ ସନ୍ଦେହ ଲାଗିଲା ଏବେ ନିଜନେ ନିନ୍ଦା କଲେ ସଭାର ମଧ୍ୟ କହୁଥିଲେ କୃଷ୍ଣଙ୍କୁ ନିନ୍ଦା କରି ତୁଣ୍ଡେ କିମ୍ପା ନ କଲେ ଯମ କୁଣ୍ଡେ କେବଳ ହେତୁ ବେନି ବୀର ପଶିଲେ କୃଷ୍ଣର ଶରୀର ଏବେ ବ୍ରହ୍ମ ହିଁ ମୋର ମନ ବନେ ଯେସନ ହୃତାସନ କାରଣ କହ ମୁନି ମୋତେ ଶୁଣି ମୁଁ ଯିବ ହିଁ ପରତେ ଏମନ୍ତ ରାଜା ବାକ୍ୟ ଶୁଣି ସାନନ୍ଦ ମନେ ବ୍ରହ୍ମ ମୁନି କହନ୍ତି ରାଜାର ଅଗ୍ରତେ ସମସ୍ତେ ଶୁଣନ୍ତୁ ଏମନ୍ତେ ନାରଦ ବାଚ ଯାହାର ନିନ୍ଦାସ୍ତୁତି ଅର୍ଥେ ମନୁଷ୍ୟ ଶରୀର ଜଗତେ ପ୍ରକୃତି ପୁରୁଷ ସଂଯୋଗେ ଜନ୍ମ ଇ ଅବିବେକ ଭାବେ ବଢ଼ଇ ହିଂସା ଅଭିମାନେ ଦ୍ୱନ୍ଦ୍ୱ କୁଟିଳ ଅଭିଧାନେ ମୁଇଁ ମୋର ବୋଲି ଜାଣେ ଯାବତ ବସଇ ତ୍ରିଗୁଣେ ମନୁଷ୍ୟ ସ୍ୱଭାବ ଏମନ୍ତେ ସଂସାର ମଧ୍ୟଛନ୍ତି ଯେତେ ଆତ୍ମାଭିମାନେ ଦେହ ବହି ଲୁଭୋଧ ପ୍ରାଣୀ ବୋଧେ ହୋଇ ସେ ପୁଣି କୈବଲ୍ୟ ସ୍ଥାନେ ନଖଟେ ଆତ୍ମା ଅନୁମାନେ ହରି ବିଷୟ କଲେ ଯେତେ କୈବଲ୍ୟ ଲୋଭେ ପ୍ରାଣୀ ଅନ୍ତେ କେ ଭଜେ ରିପୁ ଅନୁବନ୍ଧେ କେ ଅବା ମିତ୍ର ଭାବ ସାଧେ କେ ଅବା ଭଜେ ତାକୁ ଡରେ କେ ଅବା ପ୍ରିୟ ଭାବ କରେ କେ ଅବା ସ୍ନେହ ଚିତ୍ତ ଧରି କେ ଅବା ରୂପ ଚିନ୍ତା କରି ସେ ସର୍ବଜନେ ଅନ୍ତକାଳେ ପଶନ୍ତି ଚରଣ କମଳେ ନିତ୍ୟ ବଇରି ଭାବ ଚିନ୍ତି ହରିକି ଏମନ୍ତ ଭଜନ୍ତି ନିଶ୍ଚଳ ଯୋଗ ଚିତ୍ତେ ଧ୍ୟାଇ ଯୋଗୀ ଲଭିପାର ପାଇଁ ଏ ଭାବ ମୋର ନିତ୍ୟ ମନେ ଏବେ ଶୁଣ ସାବଧାନେ ଭ୍ରମର କୀଟ ମାରେ ନେଇ ସ୍ଥାପଇ ନିଜ ଘରେ ସେ କୀଟ ପ୍ରାଣ ଯିବା କାଳେ ଭ୍ରମର ଦେଖୁଥାଇ ଡୋଳେ ଭ୍ରମର ଯୋଗେ ଭଏ ମରେ ତାର ସ୍ୱରୂପ ଅନ୍ତ ଧରେ
ଏମନ୍ତ କୃଷ୍ଣର ବିଷୟ ମାଏ ମନୁଷ୍ୟ ନିଜ କାଏ ବୈରୀ ପଣେ ତାକୁ ଭଜି ନିର୍ମଳ ହୃଦୟ ନିର୍ମଜି ଏଘେନି କାମ କ୍ରୋଧ ଭଏ ଯେବା କରନ୍ତି ମିତ୍ର ସ୍ନେହ କୃଷ୍ଣ ବିଷୟ ଚିତ୍ତ ଦେଇ ଅନେକ ଗଲେ ମୁଖ୍ୟ ହୋଇ ଗୋପନଗରେ ଗୋପୀ ଯେତେ ବିଷ୍ଣୁଙ୍କୁ ଭଜି କାମ ଚିତେ କଂସ ଯେ ନିତ୍ୟ ଭୟ କଲା ଅନ୍ତେ ଯେ ଗୋବିନ୍ଦେ ପଶିଲା ক্ষেত্রীয় শিশুপাল আদি কৃষ্ণ বিষয়ে হইবাদি সম্বদে কৃষি বংশে যেতে ভজନ୍ତି ভাতৃস্নেহ চিতে ମୁଁ ତାର ଚରଣ କମଳେ ଭକତି କରଇ ନିଶ୍ଚଳେ ପୂର୍ବେ ବେନି ସତ୍ୟ ଯୁଗେ ନିତ୍ୟ ଭଜିଲେ ଶତ୍ରୁ ଭାବେ ଏଣୁ ହରିଙ୍କି ନାନା ମତେ ଯେ ଭଜି ପାରେ ଦୃଢ଼ ଚିତେ ନିର୍ଭୟେ ଗୋବିନ୍ଦ ପଶନ୍ତି ଜନ୍ମ ମରଣ ନିସ୍ତରନ୍ତି ଯେ ଜନ୍ମ ଘୋଷର କାମିନୀ ତୋହର ମାତାର ଭବନୀ ତାର ଉଦରୁ ବେନି ବାଳ ଏ ଚକ୍ର ବଦନ୍ତ ବକ୍ର ଶିଶୁ ବାଳ ପୂର୍ବେ ହରିଦ୍ୱାର ଥିଲେ ବ୍ରାହ୍ମଣ ଅପରାଧ କଲେ ବେନି ଭାଇ ସହୋଦର ବିଷ୍ଣୁ ସେବକ ମଧ୍ୟ ବର ମହାନ୍ତ ଅପରାଧ ଫଳେ ଜନ୍ମିଲେ ଅସୁରଙ୍କ କୂଳେ ବ୍ରାହ୍ମଣ ଅପରାଧ କଲେ ବ୍ରହ୍ମ ଋଷିଏ ସାପ ଦେଲେ ଏ ଜନ୍ମେ ମନୁଷ୍ୟ ଶରୀରେ ପୁଣି ମିଳିଲେ ହରିଦ୍ୱାରେ ଯୁଧିଷ୍ଠିର ବାଚ ସେ ହରି ନାମ ଉଚ୍ଚାରନ୍ତି ସର୍ବସଙ୍କଟୁ ସେ ତରନ୍ତି ସେ ହରିଦ୍ୱାର ପାଳ ପଣେ ପାଦେ ସେବନ୍ତି ଅନୁକ୍ଷଣେ ତାହାଙ୍କୁ କେବା ସାପ ଦେଲା ମୋତେ ତା ସନ୍ଦେହ ଲାଗିଲା ସେ ବୈକୁଣ୍ଠପୁରେ ଥାନ୍ତି ସେ ତ ସଂସାରେ ନ ପଡ଼ନ୍ତି ଦେହ ସମ୍ଭବ ଯହିଁ ନାହିଁ ସେ କିମ୍ପା ବହେ ଦେ ନର ଦେଇ ନିତ୍ୟ ହୋଇଲି ଦୁରାଚାର ଏଣୁ ସଂଶୟ ଜାତ ମୋର ବହୁମୁନି ବନ୍ଦେ ତ ଚରଣ କହ ଏ କେବଳ କାରଣ ନାରଦ ବାଚ ଶୁଣ ରାଜନ ସାବଧାନେ କଥା ବିଷ୍ଣୁର ଭୁବନେ ବ୍ରହ୍ମାର ପୁତ୍ର ବେଦବାଦୀ ସନକ ସନାତନ ଆଦି ଏ ଚାରି ଭାଇ ଏକ ଦିନେ ଭ୍ରମନ୍ତି ଏ ତିନି ଭୁବନେ ଶୁଣି ସେ ଅନ୍ତରିକ୍ଷ ଗଲେ ବିଷ୍ଣୁର ଭୁବନେ ମିଳିଲେ ପ୍ରବେଶ ହୋଇ ଦ୍ୱାର ଦେଶେ ବିଷ୍ଣୁର ଦର୍ଶନ ଲାଳସେ ଜ୍ୟେଷ୍ଠ ଅଟନ୍ତି ସେହିମାନେ ମରିଚି ଆଦି ମୁନି ଗଣେ 5 ବରଷ ବାଳ ପୁଏ ସର୍ବେ ଦିଶନ୍ତି ଏକ ପ୍ରାୟ କାଳ ସ୍ୱଭାବେ ଦିଗମ୍ବର ସ୍ୱଭାବେ ବ୍ରହ୍ମାଙ୍କ କୁମର ସନକ ଆଦି ମୁନି ଗଣେ ସେବନ୍ତି ବିଷ୍ଣୁଙ୍କ ଚରଣେ ତାଙ୍କୁ ବାଳକ ପ୍ରାୟ ଚାହିଁ ଜୟ ବିଜୟ ବେନି ଭାଇ ବାଳକ ଦେଖି ଦ୍ୱାର ପାଳେ ନିଷେଧ କଲେ ତାଙ୍କୁ ବଳେ ତାହାଙ୍କ ମନ ହରି ପାଦେ ପଶି ନ ପାରିଲା ପ୍ରମାଦେ ଦ୍ୱାରପାଳଙ୍କ ମୁଖ ଚାହିଁ କୋପେ ବୋଲନ୍ତି ଚାରି ଭାଇ ତୁମ୍ଭେ ତ ଦୁଷ୍ଟ ବେନି ଭାଇ ଏପୁରେ ଥିବା ନ ଯୋଗାଇ ଏପୁର ବୈକୁଣ୍ଠ ଧାମ ପଶି ନ ପାରେ ରଜ ତମ ଏଥେ ନଥାଅ ଭାଇ ବେନି ମର୍ତ୍ତେ ଜନ୍ମି ମୋ ଦେହ ଗେନି ଅତି ପାପିଷ୍ଠ ତୁମ୍ଭ ଦେହ ଅସୁର ଘରେ ଜନ୍ମ ହୁଅ ଏମନ୍ତ ବିପ୍ର ସାପ ପାଇ ପୁରୁ ପଶିଲେ ବେନି ଭାଇ ଉଦ୍ଧ ଚରଣ ଧମୁକେ ତତ୍କ୍ଷଣ ଦେଖି ତାଙ୍କ ଦୁଃଖ ଦୟା ବସିଲା ତାଙ୍କ ଦେଖି ସ୍ନେହ ବୋଲନ୍ତି ଚାରି ଭାଇ ଅସୁର ହୋଇବେନି ଜନ୍ମ ନିତ୍ୟ କରିବ ଦୁଷ୍ଟ କର୍ମ ତୃତୀୟ ଜନ୍ମଜାତ ହୋଇ ସାପୁ ତରିବ ବେନି ଭାଇ ବିଷ୍ଣୁଙ୍କୁ ଚିନ୍ତି ଅପରାଧ ପୁଣି ଲୋଭିବ ବିଷ୍ଣୁ ପାଦ ପ୍ରଥମେ କଶ୍ୟପଙ୍କ ଘରେ ବେନି ଦ୍ୱିତୀୟ ଗର୍ଭରେ ଜନ୍ମିଲେ ହିରଣ୍ୟ କଶ୍ୟପୁ ହିରଣ୍ୟାକ୍ଷ ଯେ ମହାବପୁ ଦେବଦାନବ ତାଙ୍କ ପାଦେ ଖଟନ୍ତି ଅପରାଧ ଭାବେ ହିରଣ୍ୟାକ୍ଷର ଗର୍ଭ ଭରେ ମହି କମ୍ପାଇ ଥରହରେ ସେ କଷ୍ଟ ହରି ନ ସହିଲେ ଶୁକର ରୂପକୁ ଧଇଲେ ଧରଣୀ ଉଦ୍ଧାରିବା ପାଇଁ ବରୁଣପୁରେ ହେଲେ ଯାଇ ସେ ସୃଷ୍ଟ ହିରଣ୍ୟାକ୍ଷ ବୀର ଅସୀମ ବଳ ଅଟେ ଯାର ବରାହ ରୂପ ଦେଖି କୋପେ ମିଳିଲେ ଗୋବିନ୍ଦ ସମୀପେ ଅନେକ ଗଦା ଯୁଦ୍ଧ କଲା ଶବଦେ ଭୁବନ କମ୍ପିଲା ବିଷ୍ଣୁର ଗଦାଘାତ ବଳେ ପ୍ରାଣ ଛାଡ଼ିଲା ରସା ତଳେ ହିରଣ୍ୟ କଶିପୁର ସୁତ ପ୍ରହ୍ଲାଦ ଗୋବିନ୍ଦର ଭକ୍ତ ତାଙ୍କୁ ଅନେକ ଦୁଃଖ ଦେଇ ବିଷ୍ଣୁ ଭଜନେ ନ ସହି ପୁଣି ସେ ବିଷ୍ଣୁ ଭକ୍ତି ବଳେ ଅଜୟ ଏ ମହି ମଣ୍ଡଳେ ତାଙ୍କୁ ଅନେକ ଦୁଃଖ ଦେଲା କେବେ ହେ ମାରି ନ ପାରିଲା ନୃସିଂହ ରୂପ ଧରି ହରି ହିରଣ୍ୟ କଶକୁ ବିଦାରି ଦେବତା ହିତକୁ ସାଧିଲେ ନିଜ ପୁରକୁ ବିଜେ କଲେ ପୁଣି ରାକ୍ଷସ କୂଳେ ଜାତ ବିଶ୍ରବା ଗୃହେ ବେନି ପାତ ନିକଷା ଗର୍ଭେ
ହୋଇ ଜନ୍ମ ଅନେକ କଲେ ମନ୍ଦ କର୍ମ ରାବଣ କୁମ୍ଭକର୍ଣ୍ଣ ରୂପେ ତ୍ରିଲୋକ୍ୟ ବଶ କଲେ ଦର୍ପେ ତାହାଙ୍କୁ ରାମ ରୂପେ ମାରି ରାକ୍ଷସ ଜନ୍ମରୁ ଉଦ୍ଧାରି ସେ ରାମଚରିତକୁ ସୁଖେ ଶୁଣିଲୁ ମାରକଣ୍ଡ ମୁଖେ ପୁଣି ସେ ମୋହି ତଳେ ଜାତ ତୋ ମାତା ଭଗିନୀର ସୁତ ଏବେ ତ ଯଜ୍ଞ ସଭା ମଦେ ବିଷ୍ଣୁଙ୍କୁ ନିନ୍ଦେ ପ୍ରମାଦେ ବିଷ୍ଣୁର ଚକ୍ରେ ଛିନ୍ନ ହୋଇ ମୁଖ୍ୟ ପାଇଲେ ବେନି ଭାଇ ବୈରୀ ଭାବେ ତତ ଧ୍ୟାନ ତେଣୁ ପାଇଲେ ତତ ଜ୍ଞାନ ତୃତୀୟ ଜନ୍ମେ କ୍ଷୟ ପାଇ ଜୟ ବିଜୟ ବେନି ଭାଇ ପୁଣି ମିଳିଲେ ନିଜ ପୁରେ ବିଷ୍ଣୁର ବୈକୁଣ୍ଠ ଦୁଆରେ ଯୁଧିଷ୍ଠିର ବାଜ ହିରଣ୍ୟ କଶ୍ୟପକୁ କିମ୍ପାଇଁ ପୁତ୍ରକୁ ଦ୍ରୋହ ଆଚରଇ ଅସୁର ଜାତ ପ୍ରହ୍ଲାଦ କିମ୍ପା ବଚିଲା ବିଷ୍ଣୁପାଦ ବୋଲଇ ଦାସ ଜଗନ୍ନାଥ ନାରଦ ଆଗେ କୁନ୍ତି ସୁତ ସଭାର ମଧ୍ୟ ପଚାରିଲା ଯେ ଭାଗବତ ବିଷ୍ଣୁ ଲୀଳା ସପ୍ତମ ସ୍କନ୍ଧେ ହରି ବାଣୀ ଶୁଣି ସଂସାରୁ ଉତ୍ତର ପ୍ରାଣୀ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ସପ୍ତମ ସ୍କନ୍ଧେ ଜୟ ବିଜୟ ପ୍ରଶ୍ନ কথନେ ନାମ ପ୍ରଥମୋଧ୍ୟାୟ।